ମୁଁ ଅଛି ଚାଷୀର ଲଙ୍କା କ୍ଷେତରେ। ଆପଣ ଭାବୁଥିବେ ଇଏ କେମିତିକା ଲଙ୍କା? ଇଏ ଉଜୁଡ଼ା ଲଙ୍କା କ୍ଷେତ। ଯେତେବେଳେ ବନ୍ୟା ପାଣି ଛାଡ଼ି ଯାଇଛି, ଇଏ ହେଉଛି ଚାଷୀର ସେଇ ଉଜୁଡ଼ା ଲଙ୍କା କ୍ଷେତ, ଯାହାକୁ ଦେଖିଲେ ବର୍ତ୍ତମାନ ଚାଷୀର ପୁରା ହତାଶ ହୋଇଯାଇଛି। କାରଣ କିଛି ନାହିଁ, ଯୋଉଠି ଲଙ୍କା ଧରିଥିଲା, ଯୋଉଠି ସବୁଜ ପରିବା ସବୁଜ ଗଛଟି ହସୁଥିଲା, ସେଇଠି ବର୍ତ୍ତମାନ ସବୁକିଛି ବର୍ତ୍ତମାନ ଛାରଖାର ହୋଇଯାଇଛି। ଚାଷୀ କରିବ କ'ଣ? ଏଭଳି ସ୍ଥିତିରେ ପୁରା ଏକର ଏକର ଯୋଉ ଲଙ୍କା ଚାଷ ହୋଇଥିଲା, ସିଏ ସବୁ ଲଙ୍କା ଗୁଡ଼ିକ ନଷ୍ଟ ହୋଇଯାଇଛି ଏବଂ ଇଏ ଲଙ୍କା ଚାଷକୁ ଦେଖି ବର୍ତ୍ତମାନ ଚାଷୀ ହତାଶ ହୋଇଛି। ମୁଁ ଦେଖେଇବି, ଇଏ ଲଙ୍କାର ଦୃଶ୍ୟ ଦେଖେଇବି। ଇଏ ହେଉଛି ଲଙ୍କା କ୍ଷେତ, ଯୋଉଠି ପତ୍ର ବି ଥିଲା, ଲଙ୍କା ମଧ୍ୟ ଧରିଥିଲା, ସବୁଜ ନାଲି ଲଙ୍କା ଏଠି ଖେଳୁଥିଲା। କିନ୍ତୁ ବର୍ତ୍ତମାନ ଇଏ ସବୁ ଲଙ୍କା ଯେତେବେଳେ ବନ୍ୟା ପାଣି ଆସିଥିଲା, ସବୁ କିଛି ଧୋଇ ଯାଇଛି, ଲଙ୍କା ଧୋଇ ଯାଇଛି, ସବୁଜ ପତ୍ର ଧୋଇ ଯାଇଛି, ଆଉ ଶେଷରେ କେବଳ ଏଇ ଖାଡ଼ି ହିଁ ବଞ୍ଚି ଯାଇଛି। ଆଜ୍ଞା, କେମିତି କ'ଣ ଏଠି ସବୁ ଚାଷ ନଷ୍ଟ ଆପଣ ଦେଖୁଛନ୍ତି? କ'ଣ କ'ଣ ସବୁ ବିଶେଷ କରି ନଷ୍ଟ ହୋଇଛି? ଲଙ୍କା ଉପରେ କେମିତି କ'ଣ ପ୍ରଭାବ ପଡୁଛି? ଲଙ୍କା ସବୁଠୁ ବେଶୀ କ୍ଷତି ହେଲା ଲଙ୍କା, କାରଣ ଦୁଇଥର ବନ୍ୟା ମାରିଲା, ଥରେ ନା ଦୁଇଥର। ପାଣି ଏଇଠି ଅଣ୍ଟେ ପାଣି ହେଇଗଲା ଏଠି। ଆଚ୍ଛା। କିଛି ଦିନ ପରେ ବଞ୍ଚିଲା, ତାପରେ ଆସ୍ତେ ଆସ୍ତେ ଶୁଖି ଶୁଖି ସବୁ ନଷ୍ଟ ହେଇଗଲା ଗଛ ଗୁଡ଼ା। ବହୁତ ଲଙ୍କା ଧରିଥିଲା, କୁଇଣ୍ଟାଲ କୁଇଣ୍ଟାଲ ଲଙ୍କା ବାହାରିଥିଲା ଏଠି। କ'ଣ କରିବେ ପୁଣି? ଇଏ ତ ସବୁ ଲଙ୍କା ଯେତେ ସବୁ ଥିଲା, ସବୁ ତ ବର୍ତ୍ତମାନ ନଷ୍ଟ ଆମେ ଦେଖୁଛୁ। ଇଏ ଆଉ ତ ଇଏ ଗଛ ହେଇପାରିବନି, କ'ଣ କରିବେ ଶେଷରେ? ସରକାରକୁ ଆମର ବିନମ୍ର ଅନୁରୋଧ, ୟାକୁ ପୁନର୍ବାର କେମିତି ଚାଷ ହେଇପାରିବ ସେ ବ୍ୟବସ୍ଥା କଲେ ଆମେ ଚାଷୀର ସଜାଡ଼ି ପାରିବ ତା ଚାଷକୁ। କେତେ ଦିନ ଧରିକି ଏଠି ପାଣି ଥିଲା? ଏଠି 7 ଦିନ 8 ଦିନ ପାଣି ଥିଲା, ବାଡ଼ି ଭିତରକୁ ଆସି ହଉନି, ଅଣ୍ଟେ ଲେଖା ପାଣି। ପୁରା ଲଙ୍କା ଗଛ ପୁରା ବୁଡ଼ି ଯାଇଥିଲା? ପୁରା ସମ୍ପୂର୍ଣ୍ଣ ବୁଡ଼ିଗଲା। ଆଚ୍ଛା। ଫାଷ୍ଟ ଥର ବୁଡ଼ିଗଲା, ସେକେଣ୍ଡ ଥର ବୁଡ଼ିଲା, ଆଚ୍ଛା। ଆଉ ଏ ଗଛ ହବନି ନା। ମଉସା, କେମିତି କ'ଣ ଇଏ ପାଣି ଏଠି କେତେ ସମୟ କେତେ ଦିନ ଧରିକି ରହିଥିଲା? ଏବଂ ଇଏ ଯୋଉ ଲଙ୍କା ଗଛ ଆମେ ଦେଖୁଛୁ, ଇଏ କେବଳ ଖାଡ଼ି ଗୁଡ଼ିକ ହିଁ ଠିଆ ଯାଇଛି, ନା ଏଠି ପତ୍ର ଅଛି ନା ଲଙ୍କା ଅଛି? କିସ କରିବେ ଆଜ୍ଞା, ବନ ତ ଏମିତିକା ଆସିଲା, ଲଙ୍କା ହଉଥିଲା, ଲଙ୍କା ସବୁ ମରିଗଲା। ଆଉ ଆମେ ତ ଲୋନ୍ କରିକି ଚାଷ କରିଥିଲୁ, ଆଉ କିସ କରିବା? ଆମର ପରିବାର ବି କେମିତି ଉଛୁଣିକା ପୋଷିବା, ସେଇଟା ହିଁ ବଡ଼ ଚିନ୍ତା ଆମକୁ। କ'ଣ କରିବା? ଆଉ ସରକାର ଯାହା ଆମ କଥା ବୁଝିବେ। ଆଉ କିସ କହିବି ମୁଁ? ଆଉ ଉପାୟ ନାହିଁ କିଛି? ଆଉ ଉପାୟ କିଛି ନାହିଁ ଆମର। କ'ଣ ଦାବି କରିବେ ସରକାରଙ୍କୁ? ଆମର କ୍ଷତିପୂରଣ ଦିଅନ୍ତୁ, ଆମକୁ କିଛି ସାହାଯ୍ୟ କଲେ ଆମେ ଆଉ ଥରେ ଚାଷ କରନ୍ତୁ। ଆରେ ଉଜୁଡ଼ା କ୍ଷେତ୍ର, ଉଜୁଡ଼ା ଇଏ ଗଛ ଉପରେ ନଜର ପକାନ୍ତୁ। ଏ ଗଛ ଦେଖିଲେ ଏତେ ଦୟନୀୟ ଲାଗୁଛି, କାରଣ ଏଇଠି ହିଁ ଚାଷୀ ସବୁ ଆଶା ଥିଲା। ଚାଷ ଉଜୁଡ଼ିଲା ଭଳି ଚାଷୀର ମଧ୍ୟ ସବୁ ଆଶା ଏବେ ଉଜୁଡ଼ି ଯାଇଛି। ଏଭଳି ସ୍ଥିତିରେ ଚାଷୀ କରିବ କ'ଣ? ଯୋଉଠି ଋଣ ଆଣି ଚାଷ କରିଥିଲା, ଯୋଉଠି ନିଜର ଝାଳ ବୁହା ପରିଶ୍ରମ ଚାଷୀ ଲଗେଇଥିଲା, ସେଇଠି ଯେତେବେଳେ ଗୋଟିଏ ବନ୍ୟା ପାଣି ସବୁ କିଛି ଛାରଖାର କରିଦେଇଛି, ଶେଷରେ ଚାଷୀ ଏବେ ସରକାରଙ୍କ ଉପରେ ଆଶା ବାନ୍ଧି ରହିଛି। ଏଭଳି ସ୍ଥିତିରେ ସରକାର କ'ଣ ସହଯୋଗ କରୁଛନ୍ତି? ସରକାର କିଭଳି ଭାବରେ କ୍ଷତିପୂରଣ ଚାଷୀମାନଙ୍କୁ ଦଉଛନ୍ତି, ତାହା ମଧ୍ୟ ଚାଷୀ ସରକାରଙ୍କ ଠାରୁ ଆଶା ରଖିଛନ୍ତି। ବାଲେଶ୍ୱରରୁ ଚନ୍ଦ୍ରକାନ୍ତ ଜେନା।